ସମସ୍ତଙ୍କୁ ମୋର ନମସ୍କାର। ଯେଉଁମାନେ ୟୁଜିସି ନେଟ୍ ଓଡ଼ିଆ ଜୁନ୍ 2026 ପାଇଁ ପ୍ରସ୍ତୁତି କରୁଛନ୍ତି ସେମାନଙ୍କ ପାଇଁ ଏହି ଭିଡ଼ିଓଟି ବହୁତ ହେଲ୍ପଫୁଲ୍ ହେବ। ମୁଁ 2019ରୁ 2025 ପର୍ଯ୍ୟନ୍ତ ୟୁଜିସି ନେଟ୍ ଓଡ଼ିଆ ପ୍ରିଭିୟସ୍ ଇୟର୍ କ୍ୱେଶ୍ଚନ୍କୁ ସମ୍ପୂର୍ଣ୍ଣ ନେଟ୍ ସିଲାବସ୍ ଅନୁସାରେ ୟୁନିଟ୍ ୱାଇଜ୍ ଭାବେ ଭାଗ କରିଛି, ଯାହାଦ୍ୱାରା ଆପଣମାନେ କେଉଁ ୟୁନିଟ୍ରୁ କେମିତି ପ୍ରଶ୍ନ ଆସୁଛି ତାହା ସହଜରେ ବୁଝିପାରିବେ। ଯେଉଁମାନେ ସିରିୟସ୍ ପ୍ରିପାରେସନ୍ କରୁଛନ୍ତି ସେମାନଙ୍କ ପାଇଁ ଏହା ବହୁତ ହେଲ୍ପଫୁଲ୍ ହେବ। PDF ଭିଡ଼ିଓ ଡେସ୍କ୍ରିପ୍ସନରେ ଦିଆଯାଇଛି। ଗୁଗୁଲ୍ ଫର୍ମ ଲିଙ୍କକୁ ପ୍ରଥମେ ଓପେନ୍ କରନ୍ତୁ। ଫର୍ମ ଫିଲ୍ କରି ପେମେଣ୍ଟ କଲାପରେ ଆପଣଙ୍କ ଇମେଲରେ PDF ସେଣ୍ଡ କରାଯିବ। ତେଣୁ ଡେରି ନକରି ଏବେ ହିଁ କିଣନ୍ତୁ ଏବଂ ଆପଣଙ୍କ ନେଟ୍ ପ୍ରିପାରେସନ୍କୁ ଆହୁରି ଭଲସେ ପ୍ରିପେୟାର କରନ୍ତୁ। ଚାଲନ୍ତୁ ଏବେ କିଛି MCQ ଗୁଡ଼ିକ ଆଲୋଚନା କରିବା। ପ୍ରଥମ ପ୍ରଶ୍ନ ହେଉଛି, ସହଜ ସୁନ୍ଦରୀ କେଉଁ ସିଦ୍ଧାଚାର୍ଯ୍ୟଙ୍କର ଚର୍ଯ୍ୟାରେ ବର୍ଣ୍ଣିତ? ଅପସନ୍ରେ ଅଛି କାହ୍ନୁପା, ଲୁଇପା, ଶବରୀପା, ସରହପା। ସହଜ ସୁନ୍ଦରୀ କେଉଁ ସିଦ୍ଧାଚାର୍ଯ୍ୟଙ୍କର ଚର୍ଯ୍ୟାରେ ବର୍ଣ୍ଣିତ? ସଠିକ୍ ଉତ୍ତର ହେବ ଅପସନ୍ 3 ଶବରୀପା। ପରବର୍ତ୍ତୀ ପ୍ରଶ୍ନ, କେଉଁଟି ମହାଦେବ ଦାସଙ୍କ ରଚନା? ଶିବପୁରାଣ, ଗଙ୍ଗା ମହାତ୍ମ୍ୟ, ଲୋହିଗୀତା, କାର୍ତ୍ତିକ ମହାତ୍ମ୍ୟ। କେଉଁଟି ମହାଦେବ ଦାସଙ୍କ ରଚନା? ସଠିକ୍ ଉତ୍ତର ଅପସନ୍ 4 କାର୍ତ୍ତିକ ମହାତ୍ମ୍ୟ। ପରବର୍ତ୍ତୀ ପ୍ରଶ୍ନ, ସାରଳା ଦାସଙ୍କ ସମୟର ରାଜା କିଏ ଥିଲେ? ପ୍ରତାପରୁଦ୍ର ଦେବ, ଯଯାତି କେଶରୀ, କପିଳେନ୍ଦ୍ର ଦେବ, ପୁରୁଷୋତ୍ତମ ଦେବ। ସଠିକ୍ ଉତ୍ତର ଅପସନ୍ 3 କପିଳେନ୍ଦ୍ର ଦେବ। ପରବର୍ତ୍ତୀ ପ୍ରଶ୍ନ, ଏ ନୀଳଗିରି ନିତ୍ୟସମ ଏହା କାହାର ଭକ୍ତି? ଦିବାକର ଦାସ, ବଳରାମ ଦାସ, ଦୀନକୃଷ୍ଣ ଦାସ, ଦ୍ୱାରିକା ଦାସ। ସଠିକ୍ ଉତ୍ତର ହେବ ଅପସନ୍ 2 ବଳରାମ ଦାସ। ପରବର୍ତ୍ତୀ ପ୍ରଶ୍ନ, ପ୍ରଥମେ ରାମାୟଣ, ଦ୍ୱିତୀୟ ମହାଭାରତ, ତୃତୀୟ ଲେଖନ ମୁକ୍ କରଇ ଭାଗବତ ଏହା କେଉଁ ଭାଗବତ? ସଂସ୍କୃତ ଭାଗବତ, ଓଡ଼ିଆ ଭାଗବତ, ଦେବୀ ଭାଗବତ, ଟୀକା ଭାଗବତ। ସଠିକ୍ ଉତ୍ତର ଅପସନ୍ 3 ଦେବୀ ଭାଗବତ। ରସ ବାରିଧି କେଉଁ ଗ୍ରନ୍ଥର ଅଂଶ? ଗୀତ ଗୋବିନ୍ଦ, ଋତୁସଂହାର, ବିଦଗ୍ଧ ମାଧବ, ହଂସଦୂତ। ସଠିକ୍ ଉତ୍ତର ଅପସନ୍ 1 ଗୀତ ଗୋବିନ୍ଦ। ପରବର୍ତ୍ତୀ ପ୍ରଶ୍ନ, ଐତିହାସିକ ରଚନା ଭାବେ କେଉଁଟି ପରିଚିତ? ଶଶିସେଣା, ନୀଳାଦ୍ରି ମହୋଦୟ, କାଞ୍ଚି କାବେରୀ, ସମର ତରଙ୍ଗ। ଐତିହାସିକ ରଚନା ଭାବେ କେଉଁଟି ପରିଚିତ? ସଠିକ୍ ଉତ୍ତର ଅପସନ୍ 4 ସମର ତରଙ୍ଗ। ଗୋପୀଚନ୍ଦନ କାବ୍ୟର ରଚୟିତା କିଏ? କଣ୍ଠଦାସ, ଚାନ୍ଦକବି, ପାର୍ଥ ଶ୍ରୀଚନ୍ଦନ, ବିଷ୍ଣୁଦାସ। ଗୋପୀଚନ୍ଦନ କାବ୍ୟର ରଚୟିତା କିଏ? ସଠିକ୍ ଉତ୍ତର ହେବ ଅପସନ୍ 2 ଚାନ୍ଦକବି। ପରବର୍ତ୍ତୀ ପ୍ରଶ୍ନ, ଗାଳି ଶୁଣଇ ଗୋପୀ ମୁଖେ, ବେଦନ ଶୁଣେ ତେଡ଼େ ସୁଖେ କେଉଁ କାବ୍ୟର ପଦ? ରହସ୍ୟ ମଞ୍ଜରୀ, ପ୍ରେମ ପଞ୍ଚାମୃତ, ପ୍ରେମ ଚିନ୍ତାମଣି, ଶ୍ୟାମ ରାସସବ। ସଠିକ୍ ଉତ୍ତର ଅପସନ୍ 1 ରହସ୍ୟ ମଞ୍ଜରୀ। ପରବର୍ତ୍ତୀ ପ୍ରଶ୍ନ, ଉପେନ୍ଦ୍ର ଭଞ୍ଜ କେଉଁ ରଚନାରେ ନିଜର ତାଲିକା ଦେଇଛନ୍ତି? ଚିତ୍ରକାବ୍ୟ ବନ୍ଦୋଦୟ, କଡ଼ା କୌତୁକ, ରସପଞ୍ଚକ, ଗୀତାଭିଧାନ। ସଠିକ୍ ଉତ୍ତର ହେବ ଅପସନ୍ 1 ଚିତ୍ରକାବ୍ୟ ବନ୍ଦୋଦୟ। ପରବର୍ତ୍ତୀ ପ୍ରଶ୍ନ, କଥା ଲହରୀର ସଂକଳକ କିଏ? ଗୋପାଳଚନ୍ଦ୍ର ପ୍ରହରାଜ, ଜୈନିକ କରଣ ମହିଳା, ପୀତାମ୍ବରୀ ଦେବୀ, ସରଳା ଦେବୀ। କଥା ଲହରୀର ସଂକଳକ କିଏ? ସଠିକ୍ ଉତ୍ତର ଅପସନ୍ 2 ଜୈନିକ କରଣ ମହିଳା। ପରବର୍ତ୍ତୀ ପ୍ରଶ୍ନ, ପାଣି ଧୋବଣୀ ଫାର୍ସର ଲେଖକ କିଏ?
ରଘୁନାଥ ପାଣି, ବୈଷ୍ଣବ ପାଣି, ବାଳକୃଷ୍ଣ ମହାନ୍ତି, କାମପାଡ଼ ମିଶ୍ର। ସଠିକ୍ ଉତ୍ତର ଅପସନ୍ 2 ବୈଷ୍ଣବ ପାଣି। ପରବର୍ତ୍ତୀ ପ୍ରଶ୍ନ, କରମା ଓଡ଼ିଶାର କେଉଁ ଅଞ୍ଚଳର ଲୋକପ୍ରିୟ ନାଚ? ଉତ୍ତରାଞ୍ଚଳ, ପଶ୍ଚିମାଞ୍ଚଳ, ଦକ୍ଷିଣାଞ୍ଚଳ, ଉପକୂଳାଞ୍ଚଳ? କରମା ଓଡ଼ିଶାର କେଉଁ ଅଞ୍ଚଳର ଲୋକପ୍ରିୟ ନାଚ? ସଠିକ୍ ଉତ୍ତର ଅପସନ୍ 2 ପଶ୍ଚିମାଞ୍ଚଳ। ପରବର୍ତ୍ତୀ ପ୍ରଶ୍ନ, ବାରମାସୀ ଗୀତର ଆରମ୍ଭ କେଉଁ ମାସରୁ ହୋଇଥାଏ? ବୈଶାଖ, ମାଘ, ମାର୍ଗଶିର, କାର୍ତ୍ତିକ? ସଠିକ୍ ଉତ୍ତର ଅପସନ୍ 3 ମାର୍ଗଶିର। କେଉଁଟି କୃଷି ଭିତ୍ତିକ ପର୍ବ? ଦିଆଲି, ଦୋଡ଼, ନୂଆଖାଇ, ମକର? ସଠିକ୍ ଉତ୍ତର ଅପସନ୍ 3 ନୂଆଖାଇ। ବଣ୍ଡା କେଉଁ ଭାଷା ପରିବାରର ଅନ୍ତର୍ଭୁକ୍ତ? ଦ୍ରାବିଡ଼, ଅଷ୍ଟ୍ରିକ୍, ଆର୍ଯ୍ୟ, ତିବ୍ଦତ, ବରମିଜ? ସଠିକ୍ ଉତ୍ତର ଅପସନ୍ 2 ଅଷ୍ଟ୍ରିକ୍। ପରବର୍ତ୍ତୀ ପ୍ରଶ୍ନ, ଓଡ଼ିଆ ଲିପିର କ୍ରମ ବିକାଶ ଉପରେ କିଏ ଗବେଷଣା କରିଛନ୍ତି? ଗୋଲକ ବିହାରୀ ଧଳ, ବାସୁଦେବ ସାହୁ, ସତ୍ୟନାରାୟଣ ରାଜଗୁରୁ, କୁଞ୍ଜ ବିହାରୀ ତ୍ରିପାଠୀ? ସଠିକ୍ ଉତ୍ତର ଅପସନ୍ 3 ସତ୍ୟନାରାୟଣ ରାଜଗୁରୁ। ପରବର୍ତ୍ତୀ ପ୍ରଶ୍ନ, ଭାଷାଶାସ୍ତ୍ର ପରିଚୟ କେଉଁ ଭାଷାତତ୍ତ୍ୱବିତ୍ଙ୍କର ରଚନା? ଗୋଲକ ବିହାରୀ ଧଳ, ଖଗେଶ୍ୱର ମହାପାତ୍ର, ଦେବୀପ୍ରସନ୍ନ ପଟ୍ଟନାୟକ, ଗୋପୀନାଥ ନନ୍ଦ ଶର୍ମା? ଭାଷାଶାସ୍ତ୍ର ପରିଚୟ କେଉଁ ଭାଷାତତ୍ତ୍ୱବିତ୍ଙ୍କର ରଚନା? ସଠିକ୍ ଉତ୍ତର ହେବ ଅପସନ୍ 1 ଗୋଲକ ବିହାରୀ ଧଳ। ପରବର୍ତ୍ତୀ ପ୍ରଶ୍ନ, କେଉଁଟି କର୍ମଧାରୟ ସମାସ? କୋଇଲିଖିଆ, ଘୋଡ଼ାମୁହାଁ, ଦହିଚୂଡ଼ା, ମୁଢ଼ି ଉଖୁଡ଼ା? ସଠିକ୍ ଉତ୍ତର ହେବ ଅପସନ୍ 3 ଦହିଚୂଡ଼ା। ପରବର୍ତ୍ତୀ ପ୍ରଶ୍ନ, ଆଟିକା କେଉଁ ଭାଷାରୁ ଗୃହୀତ? ସାନ୍ତାଳୀ, ଦ୍ରାବିଡ଼, ପର୍ତ୍ତୁଗୀଜ, ଆରବିକ୍? ସଠିକ୍ ଉତ୍ତର ଅପସନ୍ 2 ଦ୍ରାବିଡ଼। ପରବର୍ତ୍ତୀ ପ୍ରଶ୍ନ, ଗ କେଉଁ ପ୍ରକାର ଧ୍ୱନି? ଘୋଷ ଅଳ୍ପ ପ୍ରାଣ, ଘୋଷ ମହାପ୍ରାଣ, ଅଘୋଷ ଅଳ୍ପ ପ୍ରାଣ, ଅଘୋଷ ମହାପ୍ରାଣ? ଗ କେଉଁ ପ୍ରକାରର ଧ୍ୱନି? ସଠିକ୍ ଉତ୍ତର ହେବ ଅପସନ୍ 1 ଘୋଷ ଅଳ୍ପ ପ୍ରାଣ। ପରବର୍ତ୍ତୀ ପ୍ରଶ୍ନ, ଘରଣୀ କେଉଁ ଜାତୀୟ ଶବ୍ଦ? ତଦ୍ଧିତ, ତଦ୍ଭବ, କ୍ରିୟାବିଶେଷଣ, କୃଦନ୍ତ? ସଠିକ୍ ଉତ୍ତର ହେବ ଅପସନ୍ 2 ତଦ୍ଭବ। ପରବର୍ତ୍ତୀ ପ୍ରଶ୍ନ, କେଉଁଟି ପ୍ରତିଧ୍ୱନ୍ୟାତ୍ମକ ଶବ୍ଦ? ସୁଖ ଦୁଃଖ, ଗଛଫଳ, ଚକଚକ, କଟକଟ? ସଠିକ୍ ଉତ୍ତର ହେବ ଅପସନ୍ 4 କଟକଟ। କେଉଁ ସ୍ତ୍ରୀ ପ୍ରତ୍ୟୟାନ୍ତ ଶବ୍ଦଟି ଏକ ବ୍ୟତିକ୍ରମ? ବାଘୁଣୀ, ଚାକରାଣୀ, ପାଲୁଣୀ, ବ୍ରାହ୍ମଣୀ? କେଉଁ ସ୍ତ୍ରୀ ପ୍ରତ୍ୟୟାନ୍ତ ଶବ୍ଦଟି ଏକ ବ୍ୟତିକ୍ରମ? ସଠିକ୍ ଉତ୍ତର ହେବ ଅପସନ୍ 3 ପାଲୁଣୀ। ପରବର୍ତ୍ତୀ ପ୍ରଶ୍ନ, ଓଡ଼ିଆ ଲିପି ଓ ଭାଷାର କ୍ରମ ବିକାଶ ଉପରେ ଇଂରେଜୀରେ କିଏ ଲେଖିଛନ୍ତି? ଦେବୀପ୍ରସନ୍ନ ପଟ୍ଟନାୟକ, କୁଞ୍ଜ ବିହାରୀ ତ୍ରିପାଠୀ, ସତ୍ୟନାରାୟଣ ରାଜଗୁରୁ, ଗୋଲକ ବିହାରୀ ଧଳ? ସଠିକ୍ ଉତ୍ତର ହେବ ଅପସନ୍ 2 କୁଞ୍ଜ ବିହାରୀ ତ୍ରିପାଠୀ। ପରବର୍ତ୍ତୀ ପ୍ରଶ୍ନ, କେଉଁଟି ଦେଶାତ୍ମବୋଧ ରଚନା? ଲୋହିତ ବ୍ୟଥା, ମାଟି, କମଳାୟନ, ନୂତନ କବିତା?
ସଠିକ୍ ଉତ୍ତର ଅପସନ୍ 3 କମଳାୟନ। ପରବର୍ତ୍ତୀ ପ୍ରଶ୍ନ, ମଧୁସୂଦନଙ୍କ ଜୀବନ ଚିନ୍ତାରେ କେଉଁ ବାଦ ପ୍ରତିଧ୍ୱନିତ? ପଳାୟନବାଦ, ନୈରାଶ୍ୟବାଦ, ଅଧ୍ୟାତ୍ମବାଦ, ମାନବବାଦ। ସଠିକ୍ ଉତ୍ତର ଅପସନ୍ 3 ଅଧ୍ୟାତ୍ମବାଦ। ପରବର୍ତ୍ତୀ ପ୍ରଶ୍ନ, କେଉଁ ରଚନାଟି ଇଲିୟଟ୍ ପ୍ରଭାବିତ? କାଳପୁରୁଷ, ସପ୍ତମ ଋତୁ, ଅଷ୍ଟପଦୀ, ଅନ୍ଧ ମହୁମାଛି। କେଉଁ ରଚନାଟି ଇଲିୟଟ୍ ପ୍ରଭାବିତ? ସଠିକ୍ ଉତ୍ତର ଅପସନ୍ 1 କାଳପୁରୁଷ। ପ୍ରଥମ ପୁରୁଷ କବିତା ଗ୍ରନ୍ଥର ରଚୟିତା କିଏ? ଅପସନ୍ରେ ଅଛି ଭାନୁଜୀ ରାଓ, ରମାକାନ୍ତ ରଥ, ଜୟନ୍ତ ମହାପାତ୍ର, ଜଗନ୍ନାଥ ପ୍ରସାଦ ଦାସ। ପ୍ରଥମ ପୁରୁଷ କବିତା ଗ୍ରନ୍ଥର ରଚୟିତା କିଏ? ସଠିକ୍ ଉତ୍ତର ହେବ ଅପସନ୍ 2 ରମାକାନ୍ତ ରଥ। ପରବର୍ତ୍ତୀ ପ୍ରଶ୍ନ, କେଉଁଟି ଅନୁବାଦ କବିତା? ଅଞ୍ଜଳି, ଦାସନାୟକ, ଉପାସନା, ନୀଳଚନ୍ଦ୍ରର ଉପତ୍ୟକା। କେଉଁଟି ଅନୁବାଦ କବିତା? ସଠିକ୍ ଉତ୍ତର ଅପସନ୍ 2 ଦାସନାୟକ। ସୀତା ବିବାହ ନାଟକଟି କାହାର ରଚନା? ରଘୁନାଥ ପରିଚ୍ଛା, ଭିକାରୀଚରଣ ପଟ୍ଟନାୟକ, ରାମଶଙ୍କର ରାୟ, କାମପାଳ ମିଶ୍ର। ସଠିକ୍ ଉତ୍ତର ହେବ ଅପସନ୍ 4 କାମପାଳ ମିଶ୍ର। କେଉଁଟି ଉଭଟ ନାଟକ? ରକ୍ତମାଟି, ଶବବାହକମାନେ, ପରକଲମ, ଆଗାମୀ। କେଉଁଟି ଉଦ୍ଭଟ ନାଟକ? ସଠିକ୍ ଉତ୍ତର ହେବ ଅପସନ୍ 2 ଶବବାହକମାନେ। ପରବର୍ତ୍ତୀ ପ୍ରଶ୍ନ, ପଞ୍ଚଧାରା କାହାର ରଚନା? ଭିକାରୀଚରଣ ପଟ୍ଟନାୟକ, କାମପାଳ ମିଶ୍ର, ଗିରିଜାଶଙ୍କର ରାୟ, କାଳୀଚରଣ ପଟ୍ଟନାୟକ। ସଠିକ୍ ଉତ୍ତର ହେବ ଅପସନ୍ 4 କାଳୀଚରଣ ପଟ୍ଟନାୟକ। ପରବର୍ତ୍ତୀ ପ୍ରଶ୍ନ, କେଉଁଟି ଅଶ୍ୱିନୀ କୁମାରଙ୍କ ପ୍ରଥମ ନାଟକ? କଳାପାହାଡ଼, କୋଣାର୍କ, ଭୀଷ୍ମ, ତାଜମହଲ। କେଉଁଟି ଅଶ୍ୱିନୀ କୁମାରଙ୍କ ପ୍ରଥମ ନାଟକ? ସଠିକ୍ ଉତ୍ତର ହେବ ଅପସନ୍ 3 ଭୀଷ୍ମ। ପରବର୍ତ୍ତୀ ପ୍ରଶ୍ନ, ପ୍ରତାପଗଡ଼ରେ 2 ଦିନ ନାଟକର ଲେଖକ କିଏ? ରମେଶ ଚନ୍ଦ୍ର ପାଣିଗ୍ରାହୀ, କାର୍ତ୍ତିକ ଚନ୍ଦ୍ର ରଥ, ବିଶ୍ୱଜିତ ଦାସ, ବିଜୟ ମିଶ୍ର। ସଠିକ୍ ଉତ୍ତର ହେବ ଅପସନ୍ 3 ବିଶ୍ୱଜିତ ଦାସ। ଦାଦିବୁଢ଼ା ଉପନ୍ୟାସରେ କେଉଁ ସମ୍ପ୍ରଦାୟର ବର୍ଣ୍ଣନା ମିଳେ? ପରଜା, କନ୍ଧ, ସାନ୍ତାଳ, ଶବର। ସଠିକ୍ ଉତ୍ତର ଅପସନ୍ 1 ପରଜା। ପରବର୍ତ୍ତୀ ପ୍ରଶ୍ନ, କୁନ୍ତଳା କୁମାରୀଙ୍କ ଉପନ୍ୟାସରେ କେଉଁ ସାମାଜିକ ସମସ୍ୟା ଅଧିକ ଚର୍ଚ୍ଚିତ? ବିଧବା ବିବାହ, ଅସ୍ପୃଶ୍ୟତା, ଶ୍ରେଣୀ ସଂଗ୍ରାମ, ଦାମ୍ପତ୍ୟ ଅସଙ୍ଗତି। ସଠିକ୍ ଉତ୍ତର ଅପସନ୍ 2 ଅସ୍ପୃଶ୍ୟତା। କେଉଁଟି କିଶୋରୀଚରଣ ଦାସଙ୍କ ରଚିତ ଗଳ୍ପ? ଅପସନ୍ରେ ଅଛି ଲକ୍ଷ୍ମୀର ଅଭିସାର, ଫଲ୍ଗୁରେ ବନ୍ୟା, ଭଙ୍ଗା ଖେଳନା, ରାଗତୋଡ଼ି। ସଠିକ୍ ଉତ୍ତର ହେବ ଅପସନ୍ 3 ଭଙ୍ଗା ଖେଳନା। ପରବର୍ତ୍ତୀ ପ୍ରଶ୍ନ, ରାଇବଣିଆ ଦୁର୍ଗର ବର୍ଣ୍ଣନା କେଉଁଥିରେ ରହିଛି? ଲଛମା, 6 ମାଣ 8 ଗୁଣ୍ଠ, ପ୍ରାୟଶ୍ଚିତ, ମାମୁଁ। ସଠିକ୍ ଉତ୍ତର ହେବ ଅପସନ୍ 1 ଲଛମା। ପରବର୍ତ୍ତୀ ପ୍ରଶ୍ନ, ଚିତ୍ତରଞ୍ଜନ ଦାସଙ୍କ ଏକାଡେମୀ ପୁରସ୍କାର ପ୍ରାପ୍ତ ପୁସ୍ତକର ନାମ କ'ଣ? ଜୀବନ ବିଦ୍ୟାଳୟ, ଗ୍ରନ୍ଥ ମନ୍ଥନ, ଜାତିରେ ମୁଁ ଯବନ, ବିଶ୍ୱକୁ ଗବାକ୍ଷ। ସଠିକ୍ ଉତ୍ତର ହେବ ଅପସନ୍ 4 ବିଶ୍ୱକୁ ଗବାକ୍ଷ। ପରବର୍ତ୍ତୀ ପ୍ରଶ୍ନ, ଭ୍ରମଣକାରୀର ପତ୍ରର ଲେଖକ କିଏ? ଫକୀରମୋହନ ସେନାପତି, ଗଙ୍ଗାଧର ମେହେର, ରାଧାନାଥ ରଥ, ଚିନ୍ତାମଣି ମହାନ୍ତି।
ସଠିକ୍ ଉତ୍ତର ହେବ ଅପସନ୍ 3 ରାଧାନାଥ ରଥ। ପରବର୍ତ୍ତୀ ପ୍ରଶ୍ନ, କୁନ୍ତଳା କୁମାରୀ ଜୀବନ ଚରିତ କାହାର ରଚନା? ସରଳା ଦେବୀ, ଚକ୍ରଧର ମହାପାତ୍ର, ହରିହର ମହାପାତ୍ର, ଗୋପାଳଚନ୍ଦ୍ର ପ୍ରହରାଜ। କୁନ୍ତଳା କୁମାରୀ ଜୀବନ ଚରିତ କାହାର ରଚନା? ସଠିକ୍ ଉତ୍ତର ଅପସନ୍ 4 ଗୋପାଳଚନ୍ଦ୍ର ପ୍ରହରାଜ। କେଉଁଟି ରାଧାନାଥ ବିରୋଧୀ ମୁଖପତ୍ର? ଉତ୍କଳ ମଧୁପ, ଉତ୍କଳ ଦର୍ପଣ, ଇନ୍ଦ୍ରଧନୁ, ପ୍ରଭାତୀ ତାରା। ସଠିକ୍ ଉତ୍ତର ହେବ ଅପସନ୍ 3 ଇନ୍ଦ୍ରଧନୁ। ପରବର୍ତ୍ତୀ ପ୍ରଶ୍ନ, ଗଳ୍ପ ନୁହେଁ ସମାଲୋଚନାର ଲେଖକ କିଏ? ସୁରେନ୍ଦ୍ର ମହାନ୍ତି, ନଟବର ସାମନ୍ତରାୟ, ଗୋଦାବରୀଶ ମହାପାତ୍ର, ଚନ୍ଦ୍ରଶେଖର ରଥ। ଗଳ୍ପ ନୁହେଁ ସମାଲୋଚନାର ଲେଖକ କିଏ? ସଠିକ୍ ଉତ୍ତର ହେବ ଅପସନ୍ 2 ନଟବର ସାମନ୍ତରାୟ। ପରବର୍ତ୍ତୀ ପ୍ରଶ୍ନ, ଓଡ଼ିଆ ସାହିତ୍ୟର ଇତିହାସ ରଚନା କରି କିଏ କେନ୍ଦ୍ର ସାହିତ୍ୟ ଏକାଡେମୀ ଦ୍ୱାରା ପୁରସ୍କୃତ? ବଂଶୀଧର ମହାନ୍ତି, ନଟବର ସାମନ୍ତରାୟ, ମାୟାଧର ମାନସିଂହ, ସୂର୍ଯ୍ୟନାରାୟଣ ଦାସ। ସଠିକ୍ ଉତ୍ତର ହେବ ଅପସନ୍ 4 ସୂର୍ଯ୍ୟନାରାୟଣ ଦାସ। ପରବର୍ତ୍ତୀ ପ୍ରଶ୍ନ, ସଚୀ ରାଉତରାୟଙ୍କ କବିତାର ଅନୁବାଦକ କିଏ? ଜୟନ୍ତ ମହାପାତ୍ର, ହରୀନ୍ଦ୍ରନାଥ ଚଟ୍ଟୋପାଧ୍ୟାୟ, ସୌଭାଗ୍ୟ ମିଶ୍ର, ଯତୀନ୍ଦ୍ର ମୋହନ ମହାନ୍ତି। ସଠିକ୍ ଉତ୍ତର ଅପସନ୍ 2 ହରୀନ୍ଦ୍ରନାଥ ଚଟ୍ଟୋପାଧ୍ୟାୟ। ପରବର୍ତ୍ତୀ ପ୍ରଶ୍ନ, କେଉଁଟି ଗୀତାଞ୍ଜଳି ଅନୁରୂପ ଓଡ଼ିଆ କବିତା? ଅଞ୍ଜଳି, କୁସୁମାଞ୍ଜଳି, ପୁଷ୍ପାଞ୍ଜଳି, ପୂଜାଫୁଲ। ସଠିକ୍ ଉତ୍ତର ହେବ ଅପସନ୍ 1 ଅଞ୍ଜଳି। ପରବର୍ତ୍ତୀ ପ୍ରଶ୍ନ, ଶେଷ ପ୍ରଶ୍ନ, ପଠାଣି ସାମନ୍ତଙ୍କର ପ୍ରସିଦ୍ଧ ଗ୍ରନ୍ଥ କେଉଁଟି? ଅପସନ୍ରେ ଅଛି ବ୍ରହ୍ମାଣ୍ଡ ଭୂଗୋଳ, ସିଦ୍ଧାନ୍ତ କୌମୁଦୀ, ସିଦ୍ଧାନ୍ତ ଦର୍ପଣ, ସାହିତ୍ୟ ଦର୍ପଣ। ସଠିକ୍ ଉତ୍ତର ଅପସନ୍ 3 ସିଦ୍ଧାନ୍ତ ଦର୍ପଣ। ଏହା ଥିଲା ଆଜିର ଶେଷ ପ୍ରଶ୍ନ। ଭିଡ଼ିଓଟି ଭଲ ଲାଗିଥିଲେ ଭିଡ଼ିଓଟିକୁ ଲାଇକ୍ କରନ୍ତୁ, ଚ୍ୟାନେଲକୁ ନୂଆ ଆସିଥିଲେ ସବସ୍କ୍ରାଇବ୍ କରନ୍ତୁ ଏବଂ ସାଙ୍ଗସାଥିମାନଙ୍କ ସହ ମଧ୍ୟ ସେୟାର କରନ୍ତୁ। ଧନ୍ୟବାଦ।